जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्मा को प्रणाम करी आज आम आम आस्ट्रो सेशन आरंभ करवा। आज आम वास्तु किसी करवानी आज यदि समय बळे ताले आस्ट्रो सेशन दीटा ही नबा। ग्रह सेशन क्रम आमे डिस्कशन करूथिले बहुत सारा ग्रह आमे सारी देइछे 7 प्लैनेट्स ऑलरेडी आमे सारी देइछे। आज आमे गुरुदेव बृहस्पति विषय आलोचना करवा। बृहस्पति विषय आज आमे डिटेल डिस्क्रिप्शन केमिति से एक्ट करंती कोन करंती केमिति तांकर कोन सब कैरेक्टरिस्टिक्स रहिछि कुंडली कुंडली रे से किभଳି भाबरे काम करंती कोन तांकर नेचुरल सिग्निफिकेंस रहिछि से विषय आमे गोटे छोट विवरणी नबा। मु मूलरू कहि रखे मु कहिबिनी जुपिटर फर्स्ट हाउस रे थिले या हबो सेकंड हाउस रे थिले या हबो 12th हाउस रे यातो मु सेमिति किछि एग्जैक्ट प्रेडिक्शन देबा को जाउ नै। बहुत सारा वीडियो यूट्यूब रे पढिछि आपण माने जाई के आराम से देखि परिबे। ମୁଁ ଗୋଟେ ସମ୍ୟକ ଧାରଣା ଦେବି ଯୋଉ ଧାରଣାର ମାଧ୍ୟମରେ ଆପଣ ମାନେ ଏଇ ଜିନିଷଟା କ୍ଲିୟର ହେଇଯିବେ ଯେ ଜୀବନରେ ବୃହସ୍ପତିଙ୍କର ଆବଶ୍ୟକତା କଣ ଅଛି ଆଉ କେମିତି ଆମେ ବୃହସ୍ପତିଙ୍କୁ ଚାର୍ଟରୁ ଇଣ୍ଟରପ୍ରେଟ କରିବା ସେଇ ସମୟରେ ଗୋଟେ ସମ୍ୟକ ଧ୍ୟାନ ଦେବି। ଆପଣ ମାନେ ଆପଣ ମାନଙ୍କର ଚାର୍ଟ ଗୁଡାକୁ ଖୋଲିକି ରଖିପାରୁଛନ୍ତି ରଖିପାରନ୍ତି ଆପଣଙ୍କ ପାଖରେ ଫର ବେଟର କ୍ଲିୟର ଅଣ୍ଡରଷ୍ଟାଣ୍ଡିଂ। ଯଦି ଆପଣ ମାନଙ୍କ ପାଖରେ ଯୋଉ ଆପ୍ ଅଛି ଆଷ୍ଟ୍ରୋସେଜ କରିକାର ଆପ୍ ସେଟା ଖୋଲିକି ରଖିପାରନ୍ତି ଆପଣଙ୍କୁ ବହୁତ ଗୋଟେ କ୍ଲିୟର କ୍ଲାରିଟି ଅଫ ଥଟ୍ସ ଦବ ଯେ କିଭଳି ଭାବରେ ଆପଣ ବୃହସ୍ପତିଙ୍କୁ ଇଣ୍ଟରପ୍ରେଟ କରିବେ ଆପଣ ମାନଙ୍କର ଚାର୍ଟରୁ ଆଉ ସେଟା ଆପଣ ଇଏ କରିବେ। ଆଜି ଆମେ ଗୁରୁଦେବ ବୃହସ୍ପତିଙ୍କ ବିଷୟରେ ଆଲୋଚନା କରୁଛେ। ଗୁରୁଦେବ ବୃହସ୍ପତି ହଉଛନ୍ତି ନୈସର୍ଗିକ ଶୁଭ ଗ୍ରହ, ସବୁଠୁ ବେଷ୍ଟ ଶୁଭ ଗ୍ରହ। ଶୁଭ ଗ୍ରହଙ୍କର କ୍ରମରେ ଗୁରୁଦେବ ବୃହସ୍ପତି ହଉଛନ୍ତି ବେଷ୍ଟ ଶୁଭ ଗ୍ରହ। ତାଙ୍କ ଭଳିଆ ଶୁଭ ଗ୍ରହ ଗ୍ରହ ଜଗତରେ ନାହାନ୍ତି। ଗ୍ରହ ଜଗତରେ ଆଙ୍କୁ ଜୀବ ବୋଲି ଆଖ୍ୟା ଦିଆଯାଏ, ଆଙ୍କୁ ଜୀବ ବୋଲି କୁହାଯାଏ। ଇଏ ଜୀବନ ଲାଇଫ ର ପ୍ରତୀକ। ଏବଂ ଗୁରୁଦେବ ବୃହସ୍ପତିଙ୍କର ବିଭିନ୍ନ ପ୍ରକାର କ୍ୟାରେକ୍ଟରିଷ୍ଟିକ୍ସ ରହିଛି। ପ୍ରଥମ ହେଲା ଧର୍ମ, ସେକେଣ୍ଡ ହେଲା ନୈତିକତା, ଡିଭାଇନ ବ୍ଲେସିଂ ଯୋଉ ଆଶୀର୍ବାଦ, ଜ୍ଞାନ, ଡିଗ୍ନିଟି, ପରାକ୍ରମ, ନିଷ୍କାମ, ଯେତେ ଯାବତୀୟ ମଣିଷର ଭଲ ଗୁଣ ଅଛି ଯେମିତିକି ହେଲା ଯଜ୍ଞ କରିବା, ତପସ୍ୟା କରିବା, ପାଠ ପଢିବା, ପାଠ ପଢେଇବା, ଦୀକ୍ଷା ଦେବା, ଦୀକ୍ଷା ନେବା, ଚରିତ୍ର, ପୂଜା ପାଠ, ବେଦ ଶାସ୍ତ୍ର ପୁରାଣ, ତପସ୍ୟା, ସଦ୍ଗତି, ଆଉ ପୁତ୍ର, ସ୍ତ୍ରୀ କୁଣ୍ଡଳୀରେ ସେ ବୃହସ୍ପତି ହଉଛନ୍ତି ସ୍ୱାମୀକୁ ରିପ୍ରେଜେଣ୍ଟ କରନ୍ତି, ସିଦ୍ଧାନ୍ତ, ଫିଲୋସଫି, ଏମିତି ଅନେକ ଅଛି। ଏମିତି କହୁଥିଲେ ତାଙ୍କର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ସରିବନି। ଗୁରୁ ବିଷୟରେ ଆମେ କଣ ବା କହିପାରିବା, ଏମିତି ଅନେକ ଅଛି। କଣ କଣ ରହିଲା? ଫାର୍ଷ୍ଟ ପ୍ରଥମ ବୃହସ୍ପତି ଜୀବନ, ଠିକ ଅଛି। ଦୁଇ ସେ ହଉଛନ୍ତି ଧର୍ମ। ତିନି ନୈତିକତା, ଏଥିକ୍ସ, ମୋରାଲିଟି, ଆଶୀର୍ବାଦ, ବ୍ଲେସିଂ, ଜ୍ଞାନ, ନଲେଜ, ଡିଗ୍ନିଟି ମାନେ ଗରିମା, ବୃଦ୍ଧି, ଏକ୍ସପାନସନ ର ପ୍ରତୀକ, ନିଷ୍କାମ ଭାବ, ଭଲ ଗୁଣ, ଯେତିକି ମଣିଷର ଯାବତୀୟ ଯେତେ ଭଲ ଗୁଣ ରହିଲା ସବୁ ବୃହସ୍ପତିଙ୍କର ରହିଲା। ପୁତ୍ର ସନ୍ତାନ କାରକ ସିଏ, ତେଣୁ ପୁତ୍ର ବି ବୃହସ୍ପତିଙ୍କଠୁ ଦେଖାଯାଏ। ଗୁରୁ, ବେଦ ଶାସ୍ତ୍ର ପୁରାଣ, ସଦ୍ଗତି, ଭକ୍ତି, ଯଜ୍ଞ, ତପସ୍ୟା, ସମ୍ମାନ, ବିଦ୍ୱତା, ଦୀକ୍ଷା ଦେବା, ଦୀକ୍ଷା ନେବା, ଜିତେନ୍ଦ୍ରିୟତା ଏବଂ ଆଚାର୍ଯ୍ୟତ୍ୱ, ପଢିବା ପଢେଇବା, ଚରିତ୍ର, ପୂଜା ପାଠ ସବୁ ବୃହସ୍ପତିଙ୍କ ଅଣ୍ଡର ଆସେ। ଏମିତି ବହୁତ ଅଙ୍ଗିନତ ଅଛି, ଆପଣ ଯାଇକି ଚେକ୍ କରିବେ। ଏଇଟା ତାଙ୍କର ମହିମା ଗାରିମା। ଦେଖନ୍ତୁ ସ୍ଥାନ କାଳ ପାତ୍ର ହିସାବରେ ବୃହସ୍ପତି ଚେଞ୍ଜ ହେବେ। ତାଙ୍କର କ୍ୟାରେକ୍ଟରିଷ୍ଟିକ୍ସ, ତାଙ୍କର ଗୁଣ, କୋଉ କୁଣ୍ଡଳୀରେ ସିଏ ନେଗେଟିଭଲି ଆକ୍ଟ କରିବେ, କୋଉ କୁଣ୍ଡଳୀରେ ସେ ପଜିଟିଭଲି ଆକ୍ଟ କରିବେ। ଯୋଉଠି ତ ଯୋଉ କୁଣ୍ଡଳୀରେ ପଜିଟିଭଲି ଆକ୍ଟ କରିବେ ସେଥିପାଇଁ ତ ଆମର ଟେନସନ ନାହିଁ, ସେ ପଜିଟିଭଲି ଆକ୍ଟ କରନ୍ତି। ଯୋଉ କୁଣ୍ଡଳୀରେ ସେ ନେଗେଟିଭଲି ଆକ୍ଟ କରନ୍ତି, ଯେହେତୁ ସେ ନୈସର୍ଗିକ ଶୁଭ ଗ୍ରହ, ସେ ନେଗେଟିଭଲି ଆକ୍ଟ କଲେ ମଧ୍ୟ ତାଙ୍କର ଭଲ ଗୁଣ ଯୋଉ ପ୍ରକୃତିକୁ ସେ କଦାପି ତ୍ୟାଗ କରନ୍ତି ନାହିଁ। ସେ ଯେତେ ପୀଡା ଦିଅନ୍ତୁ ପଛେ, କିନ୍ତୁ ସିଏ ଯେହେତୁ ପୁରା ନୈସର୍ଗିକ ଶୁଭ ଗ୍ରହ ହିସାବରେ 1 ନମ୍ବର ଗ୍ରହ, ତେଣୁ ସିଏ ତାଙ୍କର ପଜିଟିଭିଟାକୁ ପୁରା ତ୍ୟାଗ କରନ୍ତି ନାହିଁ, ପଜିଟିଭ କ୍ୟାରେକ୍ଟରିଷ୍ଟିକ୍ସକୁ ପୁରା ତ୍ୟାଗ କରନ୍ତି ନାହିଁ। ଦେଖନ୍ତୁ ଗୋଟେ କଥା ମନେ ରଖିବେ, କଳି ଯୁଗରେ ଜୁପିଟର ବୃହସ୍ପତି ଦେବଙ୍କୁ ଏତେ ଲୋକମାନେ କେହି କାହିଁ କୋଉଠି ଧ୍ୟାନ ଦଉନାହାନ୍ତି। ସବୁଠି ରାହୁ ମହାରାଜଙ୍କର ଡିସ୍କସନ ହଉଛି, କୋଉଠି କେତୁ ମହାରାଜଙ୍କର ଡିସ୍କସନ ହଉଛି, କୋଉଠି ଶନି ମହାରାଜଙ୍କର ଡିସ୍କସନ ହଉଛି, ୱେଲ୍ଥ ପାଇଁ କି ଭେନସ ଦେବଙ୍କର, ଶୁକ୍ର ଦେବଙ୍କର ଡିସ୍କସନ ହଉଛି, ବହୁତ ସାରା ଡିସ୍କସନ ହଉଛି। କିନ୍ତୁ ବୃହସ୍ପତି ଦେବଙ୍କର ଡେସ୍କ୍ରିପସନ କଳି ଯୁଗରେ ହଉନି।
କାରଣ ବେଦର ମହନୀୟତା, ବେଦକୁ ଆଜି ସଂସାର ସନାତନ ଧର୍ମ ବେଦଠୁ ଡିଷ୍ଟାନ୍ସ ମେଣ୍ଟେନ କରି ଚାଲିଛି, ଯଜ୍ଞ ତପସ୍ୟାଠୁ ଡିଷ୍ଟାନ୍ସ ମେଣ୍ଟେନ କରି ଚାଲିଛି। ଧର୍ମ ଆଜି କୋଉ ଦିଗରେ ଅଛି କଳି ଯୁଗରେ ଆପଣ ମାନେ ନିଜେ ଅନୁଭବ କରିପାରୁଥିବେ। ତେଣୁ କହିବାର ତାତ୍ପର୍ଯ୍ୟ ହେଲା ମୋର ଏଇଆ ଯେ ରାହୁ ମହାରାଜ ବହୁତ କିଛି ଜିନିଷ ଦେବେ, ଭେନସ୍ ଲକ୍ଜରୀ ଦେବେ, ପଇସା ଦେବେ, ଟଙ୍କା ଦେବେ, ଶନି ମହାରାଜ କର୍ମ ଦେବେ। ଠିକ ଅଛି। ଯେତେବେଳେ ତମେ ଜୀବନରେ ହଜାରେ ଜିନିଷ ପାଇସାରିଲା ପରେ ଜୀବନରେ ସେଇ ଜିନିଷ ଗୁଡାକ ତୁମଠୁ ଧୀରେ 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 ଚାଲିଯିବ। ଧର କାହାର ଗୋଟେ ବହୁତ ବଡ ବିଜନେସ ଅଛି, ସେ ବିଜନେସ ଟା ହଠାତ୍ ଠପ୍ ହେଇଗଲା, ତାର ବ୍ରେଡ ଆଣ୍ଡ ବଟର, ତାର ଖାଇବା ପିଇବା ବନ୍ଦ ହେଇଗଲା, କାହାକୁ ଗୋଟେ ରୋଗ ହେଇଗଲା, କାହାର ସମ୍ପର୍କ ଗୁଡାକ କ୍ଷୀଣ ହେଇଗଲା। ହେଇଗଲା ପରେ ଯେତେବେଳେ ସେ ଲୋକ ଭଗବାନଙ୍କୁ ଡାକେ, ଆକର୍ଡିଂ ଟୁ ଆଷ୍ଟ୍ରୋଲୋଜି ସେ ବୃହସ୍ପତିକୁ ହିଁ ଡାକେ। ମାନେ ଯେତେବେଳେ ତୁମେ ପୁରା ପତିତ ହେଇଯିବ, ମାନେ ତମର ସବୁ ଜିନିଷ ଛାଡିକି ପଳେଇବ, ଭଗବାନ ଯେତେବେଳେ ଭଗବାନଙ୍କୁ ସ୍ମରଣ କରେ, ହେ ପ୍ରଭୁ ରକ୍ଷା କର ରକ୍ଷା କର ରକ୍ଷା କର, ସେତେବେଳେ ସେ ତାର ଆଷ୍ଟ୍ରୋଲୋଜି ହିସାବରେ କୁଣ୍ଡଳୀରେ ବୃହସ୍ପତିଙ୍କୁ ହିଁ ରିକ୍ୱେଷ୍ଟ କରେ କି ପ୍ରଭୁ ରକ୍ଷା କର ରକ୍ଷା କର ରକ୍ଷା କର। ବୃହସ୍ପତି ସେତିକି ବେଳେ ରେସ୍କ୍ୟୁ କରିବାକୁ ଆସନ୍ତି। ମଣିଷ ଯେତେବେଳେ ମାୟା ମୁହଁରେ ଛନ୍ନ ହେଇକି ସବୁ କିଛି ଭୁଲିଯାଇ ଭୋଗାନ୍ଧତାରେ ପଶିଯାଏ, ଏବଂ ସେ ଭୋଗ ଯେତେବେଳେ ତାଠୁ ଦୂରେଇ ଯାଏ, ତାର ସେ ଯୋଉ ପାୱାର ପୋଜିସନ ଟା ଯେତେବେଳେ ତାଠୁ ଦୂରେଇ ଯାଏ, ସେତେବେଳେ ଯାହାକୁ ସେ ମଣିଷ ଡାକେ ପ୍ରଭୁ ରକ୍ଷା କର, ସେତେବେଳେ ସେ ଆଷ୍ଟ୍ରୋଲୋଜି ହିସାବରେ ତାର ବୃହସ୍ପତି ଦେବକୁ ହିଁ ରିକ୍ୱେଷ୍ଟ କରେ କି ଆଜ୍ଞା ଆସନ୍ତୁ ଆଉ ମତେ ରକ୍ଷା କରନ୍ତୁ। ଯିଏ ଯୋଉ ଯୋଉ ଭଗବାନଙ୍କୁ ଡାକିଲା, ସିଏ ଯୋଉ ଯୋଉ ଭଗବାନଙ୍କୁ ଡାକିଲା, ସିଏ ତାର କୁଣ୍ଡଳୀ ହିସାବରେ ବୃହସ୍ପତିକୁ ଇନଭୋକ କଲା କି ଆଜ୍ଞା ମତେ ହେଲ୍ପ ମିଳୁ, ମତେ ହେଲ୍ପ ମିଳୁ, ଈଶ୍ୱରୀୟ ହେଲ୍ପ ମିଳୁ। ଯେତେବେଳେ ବୃହସ୍ପତିଙ୍କୁ ଇଣ୍ଟରପ୍ରିଟ କରିବେ ଆପଣଙ୍କ କୁଣ୍ଡଳୀରେ, ଏତେ ଇମ୍ପୋର୍ଟାଣ୍ଟ ପ୍ଲାନେଟ, ଆପଣ ସବୁବେଳେ ତ୍ରିକୋଣକୁ ଇଣ୍ଟରପ୍ରିଟ କରିବେ। କାହିଁକି? ଆମେ ଯେତେବେଳେ ତ୍ରିକୋଣ ପଢିଥିଲେ, ସେତେବେଳେ ଆମେ ଗୋଟେ ଜିନିଷ ଭଲସେ କହିଥିଲେ, ଆଜି ଆମେ ଗୁରୁଦେବ ବୃହସ୍ପତିଙ୍କ ବିଷୟରେ ପଢୁଛେ। ଆମର ତ୍ରିକୋଣ ଚାରିଟା ଅଛି, ଧର୍ମ, ଅର୍ଥ, କାମ, ମୋକ୍ଷ। ଏଇଟା ହେଲା 1, 5, 9, ଏଇଟା ହେଲା 2, 6, 10, ଏଇଟା ହେଲା 3, 7, 11, ଏଠି 4, 8, 12। ଆପଣ ମାନେ ଆପଣ ମାନଙ୍କର କୁଣ୍ଡଳୀରେ ପ୍ଲେସମେଣ୍ଟ ଚେକ୍ କରିଦେଇଥିବେ ଯେ ବୃହସ୍ପତି କି ଆପଣଙ୍କର କୋଉ ଗୋଟେ 12ଟା ଭାବରୁ କୋଉ ଭାବରେ ବସିଛି। ଗୁରୁଦେବ ବୃହସ୍ପତିଙ୍କର ସ୍ପେଶାଲ ଦୃଷ୍ଟି ଦିଟା ଅଛି, ଗୋଟେ ହେଲା 5, ଗୋଟେ ହେଲା 9। ତେଣୁ ଗୁରୁଦେବ ବୃହସ୍ପତି ଯେତେବେଳେ କୁଣ୍ଡଳୀରେ ଯୋଉ ଭାବରେ ବସିବେ, ସିଏ ତାର ଯଦି ଏଇଠି ବସିଲେ ତାହେଲେ ଏଇଠି ପଞ୍ଚମ ଭାବକୁ ଦେଖିବେ, ଏଠି ନବମ ଭାବକୁ ଦେଖିବେ। which means ଯଦି ଯେକୌଣସି ତ୍ରିକୋଣରେ ଗୁରୁଦେବ ବୃହସ୍ପତି ବସିବେ, ଧର 5ରେ ବସିଲେ ତାହେଲେ ସେ 9 ଆଉ 1 କୁ ଦୃଷ୍ଟି ଦେବେ, ଯଦି 9ରେ ବସିଲେ 1, 5 କୁ ଦୃଷ୍ଟି ଦେବେ, ଯଦି 6ରେ ବସିଲେ 10, 2 କୁ ଦୃଷ୍ଟି ଦେବେ, ଯଦି 7ରେ ବସିଲେ 11, ମାନେ ଯୋଉ ଜାଗାରେ ବସିଲେ ସେ ତାଙ୍କର ପଞ୍ଚମ ଦୃଷ୍ଟି ନବମ ଦୃଷ୍ଟି ଦେବା କଥା ଦେବେ। ଗୁରୁଦେବ ବୃହସ୍ପତିଙ୍କର ଏଇଟା ହେଲା ସ୍ପେଶାଲ ଦୃଷ୍ଟି, ଏବଂ ସେ ସ୍ପେଶାଲ ଦୃଷ୍ଟି ଦ୍ଵାରା ସେ ସେଇ ତ୍ରିକୋଣଟାକୁ ବ୍ଲେସ କରିବେ। ତେବେ ଗୁରୁଦେବ ବୃହସ୍ପତି ଯେତେବେଳେ 1, 5, 9, 2, 6, 10, 3, 7, 11, 4, 8, 12, ଲେଟ୍ ସେ କାହାର ଗୁରୁଦେବ ଆଗ ଏତିକି ପଢେଇବା ପୂର୍ବରୁ ମୁଁ ଆପଣଙ୍କୁ କହିଲେ କି ଗୁରୁଦେବ ବୃହସ୍ପତିଙ୍କର ବହୁତ ମାନେ କୁହାଯାଇଛି ଯେ ତାଙ୍କୁ 2, 5, 9, 10, 11 ଭାବର କାରକ ବୋଲି କୁହାଯାଇଛି। ସେ ଏଇ ଭାବରେ ବସିଲେ ଭଲ ଭଲ କାରକ, ଭଲ ଭଲ ରେଜଲ୍ଟ ଦିଅନ୍ତି। ହେଲେ କେତେବେଳେ ଦିଅନ୍ତି, କେମିତି ଦିଅନ୍ତି, କେମିତି କର୍ମ କରିବାକୁ ପଡେ, ସେଇ ବିଷୟରେ ଆମେ ଗୋଟେ ଡିଟେଲ ଗୋଟେ ବ୍ରିଫଲି ଜାଣିବା। ଆଚ୍ଛା,
ଯେତେବେଳେ ବୃହସ୍ପତି ଦେବ ଯୋଉଠି ଯାହାର କୁଣ୍ଡଳୀରେ ବସିଲେ, ଧର 1 5 9 ଭିତରୁ କୋଉଠି ବୃହସ୍ପତି ଦେବ ବସିଛନ୍ତି, ତାହେଲେ ବୃହସ୍ପତି ଦେବ ଏଇ ଲୋକକୁ କହୁଛନ୍ତି ତୁ ଧର୍ମ କର, ତୋର ସବୁ କିଛି ମୁଁ ତୋତେ ଡିଭାଇନ ବ୍ଲେସିଂ ଦେବି। ଅର୍ଥ କର। ଯଦି ବୃହସ୍ପତି ଦେବ କାହାର 2 6 10 ରେ ବସନ୍ତି, ତେବେ ଅର୍ଥକୁ ଅର୍ଥ ଅର୍ଥ ମାନେ ମନି କେବଳ ନୁହଁ, ଅର୍ଥର ମିନିଂ ବହୁତ ବଡ ଭାଇଟାଲ। ତା ଆପଣ ଡିକ୍ସନାରୀ ଚେକ୍ କରନ୍ତୁ, ଅର୍ଥ ମାନେ ବହୁତ ବଡ ଗୋଟେ, ଏଇଟା ଚତୁର୍ବର୍ଗ ପୁରୁଷାର୍ଥରୁ ଅର୍ଥର ବହୁତ ବଡ ଭାଷ୍ଟ ଡେସ୍କ୍ରିପସନ ଅଛି, ତେଣୁ କେବଳ ପଇସାରେ ଅର୍ଥକୁ ସୀମିତ କରିବେ ନାହିଁ। ଯଦି ବୃହସ୍ପତି ଦେବ କାହାର କୁଣ୍ଡଳୀରେ 3 7 11 ବସିଲେ, ତାହେଲେ ତାର କାମନା ଇଚ୍ଛାକୁ ସେ ପୂରଣ କରିବେ ଡିଭାଇନ ବ୍ଲେସିଂ ମାଧ୍ୟମରେ। ଯଦି ବୃହସ୍ପତି ଦେବ କାହାର 4 8 12 ବସୁଛନ୍ତି, ତାହେଲେ ତାର ମୁଖ୍ୟ ପୁରୁଷାର୍ଥ ଉପରେ ତାଙ୍କର ଅଧିକାର ରହିବ। ମୋର କହିବାର ତାତ୍ପର୍ଯ୍ୟ ହେଲା, ଯଦି କାହାର 1 5 9 ରେ ଗୁରୁଦେବ ବୃହସ୍ପତି ବସିଛନ୍ତି, ସେ କୌଣସି ମତେ ମୋରାଲିଟି, ବୃହସ୍ପତି ଦେବଙ୍କୁ ଚେକ୍ କରିବାକୁ ହେଲେ ଆଗ ସେ ଲୋକଟାକୁ ଚେକ୍ କରିବ, ସେ ଲୋକଟା ଯାହାର କୁଣ୍ଡଳୀ ଦେଖୁଛନ୍ତି ସେଟା ଧର୍ମ, ମୋରାଲିଟି, ନୈତିକତା ଏବଂ ତାର ଗୁଣ ପ୍ରବଣତା। ନୈତିକତା, ଗୁଣ ପ୍ରବଣତା, ଏଇ ଦିଟା ୱାର୍ଡ ଆପଣଙ୍କୁ କି ୱାର୍ଡ ଦେଲି, ଆପଣ ଜୀବନ ସାରା ପାଇଁ ଏଟାକୁ ମନେ ରଖନ୍ତୁ। ଆପଣ ଦେଖନ୍ତୁ ସେ ଲୋକଟା କେତେ ନୈତିକ, କେତେ ଗୁଣ ପ୍ରବଣ। ପରିସ୍ଥିତିର ଚାପରେ ପଡିକି ସେ ତାର ଯୋଉ ଭ୍ୟୁ ଏବଂ ତାର ଯୋଉ ଧର୍ମ ଅଛି, ତାର ଯୋଉ ଜିନିଷଟା ତାକୁ ଧରି ରଖିବ, ସେଟାକୁ ସେ ଚେଞ୍ଜ କରୁଛି କି? ଯଦି କରୁଛି, ତାହେଲେ ସେ ତାର ରେଜଲ୍ଟ ପାଇବ ନାହିଁ। ଆପଣ ମାନେ ଭଗବାନ ରାମଙ୍କ କୁଣ୍ଡଳୀ ଦେଖିବେ, ଭଗବାନ ରାମଙ୍କ କୁଣ୍ଡଳୀରେ ବୃହସ୍ପତି ଦେବ ଲଗ୍ନରେ ହିଁ ବସିଛନ୍ତି। ଭଗବାନ ରାମଙ୍କର କୁଣ୍ଡଳୀ ହଉଛି ଆପଣଙ୍କର କର୍କଟ ଲଗ୍ନର କୁଣ୍ଡଳୀ, କର୍କଟ ଲଗ୍ନରେ ଜୁପିଟର ବସିଛନ୍ତି ଭଗବାନ ରାମଙ୍କର। ତାହେଲେ ଭଗବାନ ରାମଙ୍କର ଯେତେବେଳେ ଜୁପିଟର କର୍କଟ ଲଗ୍ନରେ ବସିଲେ, ତାଙ୍କୁ କଣ ହେଲା ନା, ଜୁପିଟର ଯୋଉ ଘରେ ବସିବେ ସେଇ ଘରେ ତମେ ଯଦି ପରିସ୍ଥିତି, ହଜାର ପରିସ୍ଥିତି ଖରାପ ହେଲେ ମଧ୍ୟ ତମେ ଯଦି ଏଇ ନୈତିକତା ଏବଂ ଗୁଣ ପ୍ରବଣତାକୁ ନ ଛାଡିବ, ତାହେଲେ ତୁମକୁ ବୃହସ୍ପତି ଦେବେ ବ୍ଲେସ କରିଦେବେ। ସେଇଥିପାଇଁ ଆମେ ଭଗବାନ ରାମଙ୍କୁ କହୁ ମର୍ଯ୍ୟାଦା ପୁରୁଷୋତ୍ତମ। ସେଇଥିପାଇଁ ଭଗବାନ ରାମଙ୍କୁ କହୁ ଇଏ ହଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। କାରଣ ଏଇ 1 ନମ୍ବର ଘରର ବୃହସ୍ପତି ଦେବ ଭଗବାନ ରାମଙ୍କୁ ବନବାସ ପଠେଇ ଦେଇଥିଲେ, ଏବଂ ଭଗବାନ ରାମ ଏତେ ଅସୁବିଧାରେ ଥିବା ସତ୍ତ୍ୱେ ତାଙ୍କର ସତ୍ୱ ଗୁଣକୁ ଛାଡି ନାହାନ୍ତି। ତାଙ୍କର ଯୁଦ୍ଧରେ କୌଣସି ଯୁଦ୍ଧ ନୀତି ନିୟମ ଏଗେନଷ୍ଟରେ କାମ କରିନାହାନ୍ତି। ଏବେ ଆମେ ସେକେଣ୍ଡ ଏକ୍ସାମ୍ପଲ ନବା। ସେକେଣ୍ଡ ଏକ୍ସାମ୍ପଲ ହେଲେ ରାଜା ହରିଶ୍ଚନ୍ଦ୍ର। ତାଙ୍କର 4th ହାଉସରେ ବୃହସ୍ପତି ଦେବ ରହିଲେ। ତାଙ୍କୁ କୁହାଯାଏ ଦାନୀ ରାଜା ହରିଶ୍ଚନ୍ଦ୍ର। ଆଜି ବି ଓଡିଶାରେ ଯଦି କୌଣସି କଣ କାହାକୁ କିଏ କମେଣ୍ଟ ମାରିବ ଦାନ ଅଦାନକୁ ନେଇକି, ତାହେଲେ ସେ କହିବ ହଁ ବଡ ଦାନୀ ହରିଶ୍ଚନ୍ଦ୍ରଟା ତ। ରାଜା ହରିଶ୍ଚନ୍ଦ୍ରଙ୍କର ଟେଷ୍ଟ ନେଲା ବେଳେ କଣ ହେଲା ନା, ରାଜା ହରିଶ୍ଚନ୍ଦ୍ର ଏମିତିଆ ସିଚୁଏସନ ଆସିଗଲା, ଗୋଟେ ମହାରାଜ ହେଇକି ମଧ୍ୟ ସିଏ ଯାଇକି ଗୋଟେ ଶ୍ମଶାନର ରଖୁଆଳି ହେଲେ, ଏବଂ ତାଙ୍କର ପୁତ୍ର ମରିଗଲା ପରେ ମଧ୍ୟ, ବାପା ହେଲେ ମଧ୍ୟ ସ୍ତ୍ରୀଠୁ ପଇସା ମାଗିଲେ କି ତୁ ପଇସା ଦେଲେ ମୁଁ ଶବଦାହ କରିବି, ନହେଲେ କରିବି ନାହିଁ। ତାପରେ ଏତେ ସବୁ ଟେଷ୍ଟ ଦେଲା ପରେ ତାଙ୍କୁ ରାଜ ସିଂହାସନ ବି ପ୍ରାପ୍ତ ହେଲା, ତାଙ୍କ ପୁତ୍ର ଜୀବିତ ହେଇଗଲା, ସେ ତାଙ୍କର ସବୁତିକ ପୂର୍ବ କ୍ଷମତା ପ୍ରାପ୍ତ କରିଗଲେ। ତେଣୁ ବୃହସ୍ପତି ଦେବ ଯେତେବେଳେ ଦିଅନ୍ତି, ସେତେବେଳେ ସେ ତମର ଟେଷ୍ଟ ନେଇକି ହିଁ ଦିଅନ୍ତି। ଏବଂ ବୃହସ୍ପତି ଦେବ ଯୋଉଠି ବସନ୍ତି ସେ ଜାଗାକୁ ହାନି କରନ୍ତି। ଜୀବ ଭାବକୁ ହାନି କରେ। ଶ୍ଲୋକ ଅଛି ଯେ ଯୋଉଠି ବୃହସ୍ପତି ଦେବ ବସିଲେ ସେଇ ଘର ସମ୍ବନ୍ଧୀୟ ତମର ଟେଷ୍ଟ ଜୀବନରେ ଆସିବ। ଏବଂ ସେଇ ଖରାପ ପରିସ୍ଥିତି ଭିତରେ ଯଦି ତୁମେ ତୁମର ଗୁଣତା, ନୈତିକତା ଏବଂ ଗୁଣ ପ୍ରବଣତାକୁ ତ୍ୟାଗ ନ କଲ, ତାହେଲେ ଭଗବାନ ରାମଙ୍କର କଣ ହେଲା, ସିଏ ବନିଗଲେ ମର୍ଯ୍ୟାଦା ପୁରୁଷୋତ୍ତମ। ରାଜା ହରିଶ୍ଚନ୍ଦ୍ର କଣ ହେଲେ ନା, ସିଏ ବନିଗଲେ ଦାନୀ ରାଜା ହରିଶ୍ଚନ୍ଦ୍ର। ଇତିହାସରେ ସେମାନେ ଅମର ହେଇକି ରହିଗଲେ ତାଙ୍କ ନୈତିକତା ଏବଂ ତାଙ୍କ ଗୁଣ ପ୍ରବଣତା ପାଇଁ। କାରଣ ପରିସ୍ଥିତିର ଚାପରେ ପଡିକି ବୃହସ୍ପତି ଦେବ
ମାନେ ପରିସ୍ଥିତିର ଚାପରେ ପଡିକି ସେ ଲୋକ ତାର ଧର୍ମ ନୈତିକତା ଏବଂ ଗୁଣ ପ୍ରବଣତାକୁ ଛାଡିଲା ନାହିଁ। ତେଣୁ ବୃହସ୍ପତି ଦେବ ତମର କୋଉଠି ବସିଛନ୍ତି ତମ କୁଣ୍ଡଲିରେ, କୋଉ କୋଣରେ ବସିଛନ୍ତି ସେଇଟା ଇମ୍ପୋର୍ଟାଣ୍ଟ। କୋଉ ଭାବରେ ବସିଛନ୍ତି ଯେତିକି ସେତିକି ଇମ୍ପୋର୍ଟାଣ୍ଟ ନୁହଁ, ସେ କୋଉ କୋଣରେ ବସିଛନ୍ତି ସେଇଟା ଇମ୍ପୋର୍ଟାଣ୍ଟ। ଏବଂ ତୁମେ ଯଦି ନିଷ୍କାମ ଭାବରେ କର୍ମ କଲ ତାହେଲେ ତୁମକୁ କଣ ପ୍ରାପ୍ତ ହବ, ଏଇଟା ତୁମେ ମାନେ ନିଜେ ବୁଝିଯାଅ। ଏବେ ସେକେଣ୍ଡ ମେନ୍ ମେନ୍ କଣ, ମେନ୍ କଣ ବୃହସ୍ପତି ଦେବରୁ କଣ ଦେଖିବା, ଧର କାହାର ମଙ୍ଗଳ ଆଉ ରାହୁ କୋଉ ଘରେ ବସିଛନ୍ତି, ବା ସଟନ ଶନି ଆଉ ଚନ୍ଦ୍ର କୋଉ ଘରେ ବସିଛନ୍ତି, ତ ଆମେ ଦେଖିଲେ ବିଶ୍ୱଯୋଗ ଫର୍ମେସନ ହେଇଗଲା। ଧର ଏଇଠି ମଙ୍ଗଳ ଆଉ ରାହୁ ବସିଗଲେ, ମଙ୍ଗଳ ଆଉ ରାହୁ ଏଇଠି ବସିଗଲେ, ଏଇଠି ଗୁରୁଦେବ ବସିଗଲେ, ଏଇଠି ଶନି ମହାରାଜ ଏବଂ ଚନ୍ଦ୍ରଦେବ ବସିଗଲେ, ତମେ ଦେଖିଲ ଏଠି ବିଶ୍ୱଯୋଗ ଫର୍ମେସନ ହେଇଗଲା, ଏଠି ଅଙ୍ଗାରକ ଯୋଗ ଫର୍ମେସନ ହେଇଗଲା। କିନ୍ତୁ କୁଣ୍ଡଳୀରେ କୌଣସି ଖରାପ ଯୋଗ ଦେଖିବା ପୂର୍ବରୁ ତୁମେ ମାନେ ଦେଖି ନବ ଯେ ଆଉ ଏଇ ଖରାପ ଯୋଗ ଉପରେ ବୃହସ୍ପତି ଦେବଙ୍କର ନଜର ନାହିଁ ତ। ଯଦି ଅଛି ତାହେଲେ ସେ ଖରାପ ଯୋଗ ଯେତିକି ମାତ୍ରାରେ ଫଳିତ ହେବା କଥା ସେତିକି ମାତ୍ରାରେ ନ ହେଇ ତାର କାରକ ତତ୍ଵ କମିଯିବ। କାରଣ ଗୁରୁଦେବ ବୃହସ୍ପତି ହଉଛନ୍ତି ଡିଭାଇନ ବ୍ଲେସିଂ। ମୁଁ ଆପଣଙ୍କୁ ଗୋଟେ ଛୋଟ କଥା କହି ରଖେ, ଗୁରୁଦେବ ବୃହସ୍ପତିଙ୍କୁ ବହୁତ ଭଲ ଲାଗେ, ସେ ନିଷ୍କାମ ଭାବରେ ଯଦି କୌଣସି କର୍ମ କରାଯାଏ ତାଙ୍କୁ ବହୁତ ପସନ୍ଦ ଆସେ। ଗୁରୁଦେବ ବୃହସ୍ପତିଙ୍କ ଉପରେ ଆପଣ ଯେତେବେଳେ ଡିଟେଲ ରିସର୍ଚ୍ଚ କରିବେ ଆପଣ ପାଇବେ ମହାଦେବଙ୍କ ସହିତ ତାଙ୍କର ଲିଙ୍କ ପାଇଯିବେ। ଆପଣ ଯେ ଓଲ୍ଡ କ୍ଲାସିକ ପଢିବେ ମହାଦେବଙ୍କ ସହିତ ତାଙ୍କର ଲିଙ୍କ ପାଇଯିବେ। ଯାହାଙ୍କର ଗୁରୁ ମହାଦଶା ଠିକ ଠାକ ନାହିଁ ସେ ଯଦି ରୁଦ୍ରାଭିଷେକ କରନ୍ତି ତାହେଲେ ତାଙ୍କର ନିଶ୍ଚିତ ଭାବରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ ହିଁ ଆସିବ। ଯେମିତି ଯାହାର କେହି ନାହିଁ ଭଗବାନ ଥାନ୍ତି, ସେମିତି ମଣିଷର ଯେତେବେଳେ ସବୁ ଏଇ ଚତୁର୍ବର୍ଗ ଭିତରୁ କୌଣସିରେ ପ୍ରୋବ୍ଲେମ ହୁଏ, ସିଏ ଯେମିତି ଗୁରୁଦେବଙ୍କୁ ସିଏ ଯେମିତି ମହାଦେବଙ୍କୁ ଡାକେ ପ୍ରଭୁ ମତେ ରକ୍ଷା କର, ପ୍ରଭୁ ମତେ ରକ୍ଷା କର, ପ୍ରଭୁ ମତେ ରକ୍ଷା କର। ଯଦି ସେ ଲୋକ ନୈତିକତା ହିସାବରେ କାମ କରିଛି ତାହେଲେ ତାର କୌଣସି ପ୍ରୋବ୍ଲେମ ହବନି। ଆଉ ଯଦି ପ୍ରୋବ୍ଲେମ ହେଲା ତାକୁ ଗୁରୁଦେବ ହିଁ ରେସ୍କ୍ୟୁ କରିବାକୁ ଆସିବେ। ତେଣୁ ଆମର କୁହାଯାଏ କିଂ କୁର୍ବନ୍ତି ଗ୍ରହ ସର୍ବେ ୟସ୍ୟ କେନ୍ଦ୍ରେ ବୃହସ୍ପତି ହିଁ। ଗ୍ରହ ମାନେ କଣ କରିବେ ଯଦି କେନ୍ଦ୍ରରେ ମାନେ ତମକୁ ବୃହସ୍ପତି ଦେବଙ୍କର ନଜର ବା ଦୃଷ୍ଟି ଅଛି ବା କେନ୍ଦ୍ରରେ ବୃହସ୍ପତି ଅଛନ୍ତି। ଗ୍ରହ ମାନେ କଣ କରିବେ ମାନେ ତୁମେ ଯଦି ଗୁରୁଙ୍କୁ ବା ମହାଦେବଙ୍କୁ ଯେ କି ଆଦି ଗୁରୁ ତାଙ୍କୁ ଯଦି ପୁରା ଭଲ ଭାବରେ ଧରିକି ନୈତିକତା ଏବଂ ଗୁଣ ପ୍ରବଣତାକୁ ପରିସ୍ଥିତିର ଚାପରେ ପଡିକି ତମର ଅନନ୍ତ ଜନ୍ମର ପ୍ରାରବ୍ଧକୁ ଭୋଗ କରିବା ସତ୍ତ୍ୱେ ତମେ ଯଦି ନୈତିକତା ଆଉ ଗୁଣ ପ୍ରବଣତାକୁ ନ ଛାଡିବ ତାହେଲେ ଗୁରୁଦେବ ବୃହସ୍ପତି ତମର ଟେଷ୍ଟ ନେଇକି ତୁମକୁ ମନୋବାଞ୍ଛିତ ପୂର୍ଣ୍ଣ ଫଳ ପ୍ରଦାନ କରିବେ। ଗୁରୁଦେବ ବୃହସ୍ପତି ଯୋଉ ଭାବରେ ବସନ୍ତି ସେଇ ରିଲେଟେଡ ପ୍ରୋବ୍ଲେମ ଆସିବ, ସେଇ ଜୀବନରେ ତୁମର ସର୍ବଶ୍ରେଷ୍ଠ ପ୍ରୋବ୍ଲେମ ଆସିବ ସେଇ ରିଲେଟେଡ। ଏଇଟା ଆପଣ ମାନେ କ୍ଲିୟର ହେଇଯାଆନ୍ତୁ ଯଦି ଆପଣ ମାନେ ଆପଣଙ୍କର କୁଣ୍ଡଲିକୁ ଭଲ ଭାବରେ ବୁଝିଛନ୍ତି ତ। ଯଦି କାହାର ଦଶମ ଭାବରେ ବୃହସ୍ପତି ଅଛନ୍ତି କର୍ମ ରିଲେଟେଡ ତାକୁ ପ୍ରୋବ୍ଲେମ ଆସିବ। ଇଏ ଯଦି କର୍ମରେ କିଛି ବି ଅନୈତିକତା କଲା ତାହେଲେ ଗୁରୁଦେବ ବୃହସ୍ପତି କଣ କରିବେ ନା ତାର ଧନ ହରଣ କରିଦେବେ, ତାର ରୋଗ ଋଣ ଶତ୍ରୁକୁ ବୃଦ୍ଧି କରିଦେବେ। ଆଉ ଯଦି ହଜାରେ କର୍ମର ପୀଡା ସତ୍ତ୍ୱେ ଯଦି କୌଣସି ଲୋକ ତାର ଧର୍ମ ନୈତିକତା ଏବଂ ଗୁଣ ପ୍ରବଣତା ଆଉ ନିଷ୍କାମ ଭାବଟାକୁ ନ ଛାଡିଲା ତାହେଲେ ସେ ସମୟ ଯାଉ ଯାଉ ବୃହସ୍ପତି ଦେବ ତାକୁ ଡିଭାଇନ ଆଶୀର୍ବାଦ କରିକି ତାର ଜୀବନକୁ ସରସ ସୁନ୍ଦର କରିଦେବେ। ଏଇଟା ହେଲା ବେସିକ ଜିନିଷ। ତାପରେ ମୁଁ ଆପଣଙ୍କୁ ବୃହସ୍ପତି ଦେବଙ୍କର ଆଉ ଗୋଟେ ବେଷ୍ଟ ଜିନିଷ କହିବାକୁ ଚାହୁଁଛି ଯେ ମହର୍ଷି ଭଗବାନ ପରାଶର ବୃହସ୍ପତି ଦେବଙ୍କୁ ଅବତାର କଥନ ଅଧ୍ୟାୟରେ ତୁଳନା କରିଛନ୍ତି କାହା ସହିତ ନା ବାମନ ଅବତାର ସହିତ। ବାମନ ଅବତାର ସହିତ ତୁଳନା କରିଛନ୍ତି। ବାମନ ଅବତାର କଣ କରିଥିଲେ ଭଗବାନ ବିଷ୍ଣୁ କରିଥିଲେ ଯେ ବଳିକୁ ତାର ଅହଙ୍କାର ଯଜ୍ଞ ସ୍ଥଳକୁ ଯାଇକି ତାଠୁ ଦାନ ମାଗିକି ତିନି ଭୁବନର ଦାନ ନେଇକି ତାକୁ ପାତାଳକୁ ଚାପି ଦେଇଥିଲେ। ଗୋଟେ ରାଜା ଯେ ତିନି ଭୁବନର ନିଜର ଶକ୍ତି ବଳରେ ତିନି ଭୁବନର ରାଜା ହେଇଗଲା, ତାକୁ ଗୋଟେ ସେକେଣ୍ଡରେ ଆପଣ ଯଦି ଭାଗବତ ପଢିବେ ଏମିତି ଭାବରେ ଭଗବାନ ତାକୁ କମେଣ୍ଟ ମାରିଛନ୍ତି, ଏମିତି ଭାବରେ ହ୍ୟୁମିଲିଏଟ କରିଛନ୍ତି ବଳିକୁ, ବୋଧେ ଭଗବାନ ବିଷ୍ଣୁ ଆଉ କାହାକୁ ଏମିତି ହ୍ୟୁମିଲିଏଟ କରିନାହାନ୍ତି। ମାନେ ହରେଇଛନ୍ତି ହରେଇଛନ୍ତି କିନ୍ତୁ ଏମିତି ହ୍ୟୁମିଲିଏଟ କରି ହରେଇବା ଆପଣ ଭାଗବତ ପଢିଲେ ଦେଖିବେ ଏମିତି ଗୋଟେ ପୁରା ବେଇଜ୍ଜତ କଲା ଭଳିଆ କରିକି ତାକୁ ହରେଇଛନ୍ତି। କିନ୍ତୁ ସିଏ ଶେଷରେ କଣ କହିଛି
ସେ ସେଥିରେ କଣ କହିଛି, ପ୍ରଭୁ ସବୁ ଜିନିଷ ଆପଣଙ୍କର, ମତେ ଆପଣଙ୍କର ଭକ୍ତି ଦରକାର। ତାକୁ କଣ କଲେ, କହିଲେ ପାତାଳପୁରର ରାଜା କରିଦେଲେ ଏବଂ କହିଲେ ମୁଁ ମୋର ଗୋଟେ ଅଂଶ ତ ଦୁଆରେ ଯାଇକି ଚୌକିଦାରି କରିବ ଏବଂ କହିଲେ କଳିଯୁଗର ଶେଷ ହଉ, କଳ୍ପ ଅନ୍ତରେ ତୁ ଇନ୍ଦ୍ର ହଉ। ଏବେ ବୁଝନ୍ତୁ ବୃହସ୍ପତି କଣ, ଆଉ ଯୋଉ ଯୋଉ ଭାବରେ ବସେ ସେ ଭାବରେ କିଭଳି ଭାବରେ ସେ ତମକୁ ଫଳ ପ୍ରଦାନ କରେ। ଯୋଉ ଭାବରେ ବୃହସ୍ପତି ବସିଲା, ତମେ ନୈତିକତା କୁ ଫଲୋ କରିବ, ଗୁଣ ପ୍ରବଣତାକୁ ଫଲୋ କରିବ, ଧୈର୍ଯ୍ୟ ରଖିବ, ପ୍ରବୃତ୍ତି କୁ ପ୍ରଶ୍ରୟ ନ ଦେଇକି ଖରାପ ସମୟରେ ଧୈର୍ଯ୍ୟର ସହିତ ନିଜର ଧର୍ମକୁ ଯଦି ବଜାୟ ରଖ ଏବଂ ଅହଙ୍କାର ନ କର, ତେବେ ତମକୁ ବୃହସ୍ପତି କୌଣସି ପ୍ରୋବ୍ଲେମ ଦେବନି। ଯେତିକି ଆମାଉଣ୍ଟର ଦେବା କଥା ସେମିତି ପ୍ରୋବ୍ଲେମ ଦେବନି। ଆଉ ଯଦି କଲ ତାହେଲେ ପ୍ରୋବ୍ଲେମ ଫେସ୍ କରିବ। ଆଉ ମନେ ରଖ, ଜୀବନରେ ଜୀବର ଟେଷ୍ଟ ଆସିବ ସେଇଠି ଯୋଉ ଜାଗାରେ ବୃହସ୍ପତି ଦେବ ତମ କୁଣ୍ଡଳୀରେ ବସିଛନ୍ତି। ଏଇଟା କ୍ଲିୟର ହେଇଯାଅ, ଜୀବନର ପୁରା ଭୟଙ୍କର ଟେଷ୍ଟ ଆସିବ ସେଇ ପଏଣ୍ଟରେ। ଆଇଦର ଜୁପିଟର ଅପରେଟ କରୁଥାନ୍ତୁ, ଆଇଦର ଜୁପିଟର ଯୋଉ ଭାବରେ ବସନ୍ତି ସେଇ ରିଲେଟେଡ ପ୍ରୋବ୍ଲେମ। ତାପରେ ମୁଁ ଆଉ ଗୋଟିଏ ପଏଣ୍ଟ କରିକି ୟାକୁ ସମଅପ୍ କରିବି। ନିଷ୍କାମ ଆଦି ଗୁରୁଦେବ ବୃହସ୍ପତିଙ୍କୁ ଆଦି ଗୁରୁ ବୋଲି କୁହାଯାଏ। ଗୁରୁଦେବ ବୃହସ୍ପତିଙ୍କୁ ଆଦି ଗୁରୁ ବୋଲି ବି କୁହାଯାଏ। ଆଦି ଗୁରୁ ମାନେ କଣ? ଆଦି ଗୁରୁ ମାନେ ମଣିଷର ସଂସାରରେ ଏଇ ଯୋଉ ସଂସାରରେ ପ୍ରଥମ ଗୁରୁ କିଏ? ପିଲାର ମା। ତେଣୁ ଗୁରୁଦେବ ବୃହସ୍ପତି କୋଉଠି ଉଚ୍ଚ ହେଲେ ନା କର୍କଟ ରାଶିରେ। କର୍କଟ ରାଶିର ଅଧିପତି କିଏ ନା ଚନ୍ଦ୍ର। ଚନ୍ଦ୍ର ହଉଛି ମା ର କାରକ, ମାତୃତ୍ୱର କାରକ। ଏବଂ ଏଇଟା ବି ଭୁଲି ଯାଉ ନାହିଁ, ଆମେ ଜେନେରାଲି 6, 8, 12 କୁ ତ୍ରିକ ସ୍ଥାନ କହୁ ଏବଂ ଖରାପ ସ୍ଥାନ କହୁ। ଗୁରୁଦେବ ବୃହସ୍ପତି ତାଙ୍କର ନିଜ ସ୍ଥାନରୁ, ତାଙ୍କର ସ୍ୱସ୍ଥାନ ମୂଳ ତ୍ରିକୋଣର ଯୋଉ ମୂଳ ତ୍ରିକୋଣ କୋଉଟାରେ ହବ, ନବମ ସ୍ଥାନ ଧନୁ ରାଶି। ଧନୁ ରାଶିରୁ ସେ ଅଷ୍ଟମରେ ଯାଇକି ଉଚ୍ଚରେ ହେଇଛନ୍ତି। ନିଜ ସ୍ଥାନରୁ ଅଷ୍ଟମକୁ ଯାଇକି ସିଏ ଉଚ୍ଚ ରହିଛନ୍ତି। ମାନେ କୋଉ ଭାବରେ ସେ ତମକୁ ବ୍ଲେସିଂ କରିବେ ସେଟା ତମେ ଜାଣିନ। ତେଣୁ ସର୍ବପ୍ରଥମେ ଗୁରୁଦେବଙ୍କର ଯେତେବେଳେ କୁଣ୍ଡଳୀରୁ କାହାର ଇଣ୍ଟରପ୍ରିଟ କରିବ, ଦେଖିବ କୋଉ ତ୍ରିକୋଣରେ ବସିଛନ୍ତି, ସେ ଲୋକଟି ନୈତିକ କି ନାହିଁ, ସେ କୌଣସି ଗୁରୁ ଗ୍ରହଣ କରିଛି କି ନାହିଁ, ସେ ଈଶ୍ୱର ଉପାସନା କରେ କି ନାହିଁ, ଗୁରୁଦେବଙ୍କର କାରକ ତତ୍ଵ ତା ଜୀବନରେ ପ୍ରତିଫଳିତ ହେଉଛି କି ନାହିଁ। ଯଦି ହଉଛି ତାହେଲେ ଯେତେ ଖରାପ ଗୁଣ ଅଛି ଗୁରୁଦେବ ବୃହସ୍ପତି ମାନେ ଯୋଉ କୁଣ୍ଡଳୀରେ ଯେତିକି ଯୋଉ ଭାବକୁ ଜୁପିଟର ର ସେଭେନ୍ଥ ଆସ୍ପେକ୍ଟ ଛାଡିକି ଜୁପିଟର ର ଫିଫ୍ଥ ଆସ୍ପେକ୍ଟ ନାଇନ୍ଥ ଆସ୍ପେକ୍ଟ କୁ ପକ୍କା ଚେକ୍ କରିନବ। ଜୁପିଟର ଯୋଉଠି ତମର ଫିଫ୍ଥ ଆଉ ନାଇନ୍ଥ ଆସ୍ପେକ୍ଟ ଦବ, ସେଇଠି ଯଦି ତମେ ଧର୍ମ, ନୈତିକତା ଏବଂ ଗୁଣ ପ୍ରବଣତାକୁ ବଜାୟ ରଖିବ, ତାହେଲେ ତମକୁ ଜୁପିଟର ଡିଭାଇନଲି ବ୍ଲେସ କରିଦବ ଏବଂ ତୁମେ ସେତିକି ବେଳେ ବୁଝିପାରିବ ଯେ ଆକ୍ଚୁଆଲି ଗୁରୁଦେବ ବୃହସ୍ପତିଙ୍କର କଣ ମହତ୍ଵ। ଦୀକ୍ଷା ଦେବା ଦୀକ୍ଷା ନେବା ଗୁରୁଦେବ ବୃହସ୍ପତିଙ୍କଠୁ ଚେକ୍ କରାଯାଏ। ଦୀକ୍ଷା ନେଲା ପରେ ଦ୍ୱିଜତ୍ୟ ଲାଭ ହୁଏ। ସନ୍ନ୍ୟାସୀ ମାନେ କହନ୍ତି ଯେ ସନ୍ନ୍ୟାସୀ ମାନେ ଯେତେବେଳେ ସନ୍ନ୍ୟାସ ଧର୍ମ ଗ୍ରହଣ କରନ୍ତି, ସେମାନେ ତାଙ୍କ ନାଁ ତକ ଚେଞ୍ଜ କରିଦିଅନ୍ତି। କାହିଁକି? ତାର ନିଜସ୍ୱ ଆଇଡେଣ୍ଟି କିଛି ନଥାଏ, ସେ ଗୁରୁ ଧର୍ମରେ ପରିଚାଳିତ ହୁଅନ୍ତି। ଏବଂ ସେଇ ଜଣଠୁ ତାଙ୍କ ନୂତନ ଜନ୍ମ ହେବାରୁ ସେ ଯଦି ସବୁ ନୀତି ବିଧି ଗୁଡାକୁ ମାନିକି ଚାଲନ୍ତି, ତାହେଲେ ତାଙ୍କର ଉନ୍ନତି ହୁଏ। ତେବେ ଏଇଥିରେ ଆଜି ଆମେ ଗୁରୁଦେବ ବୃହସ୍ପତିଙ୍କ ବିଷୟରେ ଗୋଟେ ଛୋଟ ଡିଟେଲ ଡେସ୍କ୍ରିପସନ ନେଲେ, ଯେ ଗୁରୁଦେବ ବୃହସ୍ପତି ଯଦି ଡିଭାଇନ ବ୍ଲେସଡ ହେଲେ, ମାନେ ତମେ ଯଦି ନୈତିକତା ଗୁଣ ପ୍ରବଣତାକୁ ନ ଛାଡିବ, ତାହେଲେ କଣ ତମକୁ ପ୍ରୋବ୍ଲେମ ହବ। ଗୋବିନ୍ଦ ଗୋଟେ ବଢିଆ କଥା ଲେଖିଲା କି କେନ୍ଦ୍ରାଧିପତ୍ୟ ଦୋଷ, वी आर नॉट रीडिंग କେନ୍ଦ୍ରାଧିପତ୍ୟ ଦୋଷ, वी आर रीडिंग अबाउट ବୃହସ୍ପତି। ତାଙ୍କର କେନ୍ଦ୍ରାଧିପତ୍ୟ ଦୋଷ ସବୁଠୁ ମାରକ, ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଗୁରୁଦେବଙ୍କର କେନ୍ଦ୍ରାଧିପତ୍ୟ ଦୋଷ ସବୁଠୁ ମାରକ, ସେଥିରେ କୌଣସି ଅବକାଶ ନାହିଁ। କିନ୍ତୁ ଜୁପିଟର ଯୋଉ ଭାବରେ ବସିଲା, ସେଇ ଭାବ ରିଗାର୍ଡିଂ କାହିଁକି ପ୍ରୋବ୍ଲେମ ଆସେ ଆପଣ ମାନେ ଜାଣିଛନ୍ତି? କାହିଁକି ଆସେ ନା, ଯୋଉ ଭାବରେ ବୃହସ୍ପତି, ଯେମିତି ଗୋଟେ ବଡ ଦୀପ, ଦୀପ ଯଦି ଜଳିଲା, ଦୀପ ତଳ ଅନ୍ଧାର ସବୁବେଳେ କୁହାଯାଏ, ଯୋଉ ଭାବରେ ବସିଲା ସେ ଭାବଟା ତୁମର ଏତେ ଏକ୍ସପାଣ୍ଡ ହେଇଯିବ ଯେ ତୁମେ ତାପରେ ଆଉ କଣ୍ଟ୍ରୋଲ କ୍ଲଚ ରଖିପାରିବ ନାହିଁ ଏବଂ ତୁମେ ନେଗ୍ଲେକ୍ଟ କରିଯିବ। କାରଣ ଯେତେବେଳେ ଦି ତିନିଟା ଜିନିଷ ତମ ପାଖରେ ଅଛି ସମ୍ଭାଳିବା ପାଇଁ, ତମେ ସମ୍ଭାଳି ପାରିବ। ଯଦି ସେଇ ଭାବର ହଜାରଟା ଜିନିଷ ତମକୁ ସାଇମଲ୍ଟେନିୟସଲି ମିଳିଲା, ତମେ ସମ୍ଭାଳି ପାରିବନି।
ତେଣୁ ଦୋଷଟା ଆରମ୍ଭ ହବ। କିନ୍ତୁ ସେ କେନ୍ଦ୍ରାଧିପତ୍ୟ ଦୋଷ ଥିବା ସତ୍ତ୍ୱେ ମଧ୍ୟ, ଗୁରୁଦେବଙ୍କୁ କେନ୍ଦ୍ରାଧିପତ୍ୟ ଦୋଷ ଲାଗୁଥିବା ସତ୍ତ୍ୱେ ମଧ୍ୟ ତମେ ଜୀବନରେ ଗୋଟିଏ କଥା ମନେ ରଖିବ, ନୈତିକତା, ଗୁଣ ପ୍ରବଣତା ଏବଂ ନିଷ୍କାମ ଭାବରେ କର୍ମ, ତିନିଟା ଯଦି ତମେ କୌଣସି ପରିସ୍ଥିତିରେ ବି କର, ସମୟ ଲାଗିବ କିନ୍ତୁ ତୁମେ ଯାହା ଯାହା ହରେଇ ଯାଇଥିବ ତା ପାଇଯିବ। କାରଣ ଯେତେବେଳେ ସବୁ ଗ୍ରହ ମାନେ ନିଜର ମୁହଁ ଫେରେଇ ନିଅନ୍ତି, ଅସୁବିଧା ସମୟରେ କେବଳ ଗୁରୁଦେବ ବୃହସ୍ପତି ହିଁ କୁଣ୍ଡଳୀରେ କାମ କରନ୍ତି। ଆଉ ସିଏ ବ୍ଲେସ ନ କଲା ଯାଏ, ଏମିତି କୁହାଯାଏ ଯଦି ଗୋଟେ ଲୋକ ଜେଲ ଯାଉଥିବ, ଯଦି ଗୁରୁଦେବ ବୃହସ୍ପତି ଟ୍ରାନଜିଟ ରେ ଗୋଚରରେ ସେ 12th ହାଉସ କୁ ଦେଖୁ ଦଉଥିବେ, ତାହେଲେ ସେ ଜେଲ ଯିବନି, ରହିଯିବ ସେ, ମାନେ ଏତେ ପାୱାରଫୁଲ ତାଙ୍କ ଦୃଷ୍ଟି। ତେଣୁ ଯେତେବେଳେ ଗୁରୁଦେବ ବୃହସ୍ପତିଙ୍କୁ ଦେଖିବ, ତାଙ୍କର ପଞ୍ଚମ ନବମ ଦୃଷ୍ଟିକୁ କନସିଡର କରିବ। ଆଉ ଯୋଉ ଗ୍ରହ ଯେତେ ପାୱାରଫୁଲ ସେ ସେତେ ଡେଞ୍ଜରସ ମାରକ ବି ହବ, ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ତେଣୁ ତୁମେ ଯେତେବେଳେ ଭାବିଯିବ କି ଗୁରୁଦେବ ଅଛନ୍ତି ତ ସବୁ ଦେଖି ନେବେ, ନା, ତୁମେ ଯଦି ଗୁରୁ ବାକ୍ୟ ଗୁରୁ ବଚନକୁ କଣ୍ଟାଏ କଣ୍ଟାଏ ପାଳନ କରୁଥିବ, ମାତା ପିତା ପ୍ରଥମ ଗୁରୁ ଦ୍ଵିତୀୟ ଗୁରୁଙ୍କର କଣ୍ଟାଏ କଣ୍ଟାଏ ପାଳନ କରୁଥିବ, ଆଦି ଗୁରୁ ସେଇ ଭଗବାନ ନାରାୟଣ ଭଗବାନ ମହାଦେବଙ୍କର କଥାକୁ କଣ୍ଟାଏ କଣ୍ଟାଏ ପାଳନ କରୁଥିବ, ତାହେଲେ ତମର ପ୍ରୋବ୍ଲେମ ଆସିଲେ ମଧ୍ୟ ସେ ପ୍ରୋବ୍ଲେମ ତୁମକୁ କିଛି ଗୋଟେ ଗ୍ରେଟେଷ୍ଟ ରେଜଲ୍ଟ ଦେଇକି ଯିବ। କାରଣ ବିନା ବାଧାରେ କିଏ କେବେ ବି ଏକ୍ସେଲ କରିନି ତା ଜୀବନରେ, ଯାହା ଜୀବନରେ ବାଧା ଆସିଛି ସେ ହିଁ ଏକ୍ସେଲ କରିଛି। ତେବେ ଆଜିର ସେସନରେ ଆମେ ଗୁରୁଦେବ ବୃହସ୍ପତିଙ୍କ ବିଷୟରେ ଗୋଟେ ଛୋଟ ଡିଟେଲ ଡେସ୍କ୍ରିପସନ ଜାଣିଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।